नमस्कार। ओम नमो भगवते वासुदेवाय। আজি ଆମର ଏହି ବିଶେଷ ଆଧ୍ୟାତ୍ମିକ ବିଚାର ମଞ୍ଚକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାର ଗୋଟିଏ ଏମିତି ଶ୍ଲୋକ ବିଷୟରେ କଥା ହେବା ଯାହା ବହୁତ ପ୍ରସିଦ୍ଧ, ଆଉ ପ୍ରସିଦ୍ଧ ସାଙ୍ଗେ ସାଙ୍ଗେ ବହୁତ ଗଭୀର ବି, ବ୍ୟବହାରିକ ମଧ୍ୟ। ହଁ, ନିଶ୍ଚୟ। ଏଇଟା ହେଉଛି ଦ୍ୱିତୀୟ ଅଧ୍ୟାୟ, ସାଂଖ୍ୟ ଯୋଗର 47ତମ ଶ୍ଲୋକ। ଆଜ୍ଞା। କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯେତେବେଳେ ଅର୍ଜୁନ ପୁରା ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ, କ'ଣ କରିବେ କ'ଣ ନାହିଁ, ହଁ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଏହି ଅମୃତ ବାଣୀ କହିଥିଲେ। କୁହନ୍ତି ଏଇଟା କର୍ମଯୋଗର ସାର। ଏକଦମ କର୍ମଯୋଗର ମୂଳ କଥା। ତବେ ଏହାର ଯେଉଁ ଗଭୀରତା ଅଛି ଆଉ ଆମ ଜୀବନରେ ଏହାର ପ୍ରୟୋଗ କେମିତି ହେବ, ସେଇଟା ଠିକ୍ରେ ବୁଝିବା ପାଇଁ ଆମ ସହ ଶେଷ ପର୍ଯ୍ୟନ୍ତ ରହିବାକୁ ଅନୁରୋଧ। ଆଉ ହଁ, ଯଦି ଏମିତି ଆଲୋଚନା ଆଗକୁ ବି ଶୁଣିବାକୁ ଚାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତାହେଲେ ଆସନ୍ତୁ ପ୍ରଥମେ ସେହି ପବିତ୍ର ଶ୍ଲୋକଟିକୁ ଶୁଣିବା। ସ୍ପଷ୍ଟ ଓ ଭକ୍ତିପୂର୍ଣ୍ଣ ସ୍ୱରରେ କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମଫଲ ହେତୁର୍ଭୁର୍ ମା ତେ ସଙ୍ଗୋସ୍ତ୍ୱ କର୍ମଣି 2:47। ବା ଶୁଣିବାକୁ ଯେତିକି ସରଳ ଲାଗୁଛି, ମନେ ହେଉଛି ଏ ଭିତରେ ବହୁତ କିଛି ଅଛି। ନିଶ୍ଚୟ। ଏଥିରେ ମୋତେ ଲାଗୁଛି 4ଟା ମୁଖ୍ୟ କଥା କୁହାଯାଇଛି ନା, ସବୁ ଗୋଟେ ଆରଟା ସହ ଯୋଡ଼ା। ହଁ, ଏକଦମ। ଏହାକୁ ଆମେ 4 ଭାଗରେ ବୁଝିପାରିବା। ପ୍ରଥମେ ଦେଖନ୍ତୁ, କୁହାଯାଇଛି କର୍ମଣି ଏବ ଅଧିକାରଃ ତେ, ମାନେ କେବଳ କର୍ମ କରିବାରେ ହିଁ ତୁମର ଅଧିକାର ଅଛି, ବା ସ୍ୱାଧୀନତା କୁହନ୍ତୁ। ହଁ, କର୍ମଣି ମାନେ କର୍ମରେ, ଏବଂ ମାନେ କେବଳ, ଅଧିକାରଃ ମାନେ ଅଧିକାର, ଆଉ ତେ ମାନେ ତୁମର। ଆଚ୍ଛା। କିନ୍ତୁ ଏଇଠି ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, କେବଳ କର୍ମରେ ଅଧିକାର, ଫଳରେ ନୁହେଁ? ଏଇଟା ଟିକେ ଅଲଗା ଲାଗୁନି। ଆମେ ସମସ୍ତେ ତ କିଛି ପାଇବାକୁ ହିଁ କାମ କରୁ। ହଁ, ପିଲା ପରୀକ୍ଷାରେ ଭଲ ନମ୍ବର ପାଇଁ ପଢୁଛି, ଲୋକେ ଅଫିସରେ ପ୍ରମୋସନ ପାଇଁ କାମ କରୁଛନ୍ତି। ଏଇଟା ମଣିଷର ସ୍ୱଭାବ ନୁହେଁ କି? ଆଜ୍ଞା, ଏଇଟା ବହୁତ ସ୍ୱାଭାବିକ ପ୍ରଶ୍ନ। ଆଉ ଏଇଠି ହିଁ ଗୀତାର ଗଭୀରତା ଅଛି। ଦେଖନ୍ତୁ, ଭଗବାନ ଏମିତି କହୁନାହାନ୍ତି ଯେ ଫଳ ମିଳିବନି। ସେ କହୁଛନ୍ତି ସେ ଫଳ ଉପରେ ତୁମର ଅଧିକାର ନାହିଁ। ଅଧିକାର ନାହିଁ? କାହିଁକି? ହଁ, କାରଣ ଦେଖନ୍ତୁ, କୌଣସି ବି କାମର ଫଳ ସେଇଟା ଖାଲି ଆମ ଚେଷ୍ଟା ଉପରେ ନିର୍ଭର କରେନି। ଆଚ୍ଛା। ସେଥିରେ ବହୁତ ଗୁଡ଼ାଏ କାରଣ ଥାଏ। ଭାବନ୍ତୁ, ଜଣେ ଚାଷୀ, ସେ ଭଲ ମଞ୍ଜି ଆଣିଲା, ବୁଣିଲା, ପାଣି ଦେଲା, ସାର ବି ଦେଲା, ଏସବୁ ହେଲା ତା କର୍ମ, ତା ଅଧିକାରରେ। ହଁ, ଠିକ୍। କିନ୍ତୁ ଠିକ୍ ସମୟରେ ବର୍ଷା ହେବ କି ନାହିଁ, ପାଗ କେମିତି ରହିବ, ପୋକ ଲାଗିବେନି ତ, ଏସବୁ କ'ଣ ତା ହାତରେ ଅଛି? ନା, ସେସବୁ ତ ନାହିଁ। ନା। ତେଣୁ ଏଇସବୁ ଜିନିଷ ମିଶିକି ହିଁ ଫସଲ କେମିତି ହେବ ସେଇଟା ନିର୍ଣ୍ଣୟ କରନ୍ତି। ଓହୋ, ଅର୍ଥାତ୍ ଆମେ ଖାଲି ଆମ ଚେଷ୍ଟାଟାକୁ ହିଁ କଣ୍ଟ୍ରୋଲ କରିପାରିବା, ଫଳଟାକୁ ନୁହେଁ। ଏକଦମ। ଏଇଟା ହେଉଛି ବାସ୍ତବତାକୁ ବୁଝିବା। ହଁ, ଏକ ପ୍ରକାର ସ୍ୱୀକାର କରିବା। ହଁ, ଆଉ ଏମିତି ବୁଝିଲେ ଜାଣିଛନ୍ତି, ମନରୁ ଅହଙ୍କାର କମିଯାଏ, ଶାନ୍ତି ମିଳେ। ଯେତେବେଳେ ଆମେ ଜାଣିଗଲେ ଯେ ଫଳଟା ତ ମୋ ହାତରେ ନାହିଁ ପୂରାପୂରି, ସେତେବେଳେ ଅଯଥା ଚିନ୍ତା, ମୁଣ୍ଡ ଖେଳେଇବା କମିଯାଏ। ଠିକ୍ କଥା। ଏହାପରେ ଦେଖନ୍ତୁ, ଶ୍ଲୋକର ଦ୍ୱିତୀୟ ନିର୍ଦ୍ଦେଶ ଆସୁଛି, ମା ଫଲେଷୁ କଦାଚନ। ହଁ, ମାନେ ଫଳମାନଙ୍କରେ କେବେ ହେଲେ ତୁମର ଅଧିକାର ନାହିଁ। ଏଇଟା ପ୍ରଥମ କଥାଟାକୁ ଆହୁରି ପକ୍କା କରୁଛି। ବୁଝିଲି। ତେବେ କର୍ମରେ ଅଧିକାର, ଫଳରେ ନାହିଁ। ଏହାପରେ ତୃତୀୟ କଥା, ମା କର୍ମ ଫଳ ହେତୁର୍ଭୂ। ଏହାର ମାନେ କ'ଣ? କର୍ମ ଫଳ ହେତୁ ନ ହେବା। ହଁ, ଏଇଟା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ଅର୍ଥ ହେଲା, ତୁମେ ନିଜେ ନିଜ କର୍ମର ଫଳର କାରଣ ବା ହେତୁ ହୁଅ ନାହିଁ। ମା ଭୂ, ଫଳର କାରଣ ନ ହେବା ମାନେ କେବଳ ଫଳ ପାଇବାଟାକୁ ହିଁ ନିଜ କାମର ଏକମାତ୍ର ମୋଟିଭେସନ ବା ଉଦ୍ଦେଶ୍ୟ କରନି। ଆଚ୍ଛା, କାରଣ ଭାବନ୍ତୁ ଟିକେ, ଯଦି ଫଳଟା ହିଁ ଆମର ମେନ୍ ଫୋକସ୍ ହେଲା, ତାହେଲେ କ'ଣ ହବ? ତାହେଲେ ଯଦି ଫଳ ନ ମିଳିଲା, କି ଯାହା ଆଶା କରିଥିଲେ ତାଠୁ କମ୍ ମିଳିଲା, ହଁ, ତାହେଲେ ତ ମନ ଦୁଃଖ ହେବ, ନିରାଶା ଆସିବ, ହୁଏତ ଆଗକୁ କାମ କରିବାକୁ ବି ମନ ହେବାନି। ଏକଦମ ଠିକ୍। ଏଇଟା ହିଁ ହୁଏ। ଆମେ ସେ କାମଟା କରିବାର ଯୋଉ ଆନନ୍ଦ, ସେଇଟା ହରିଦିଅ। କାମଟା ବୋଝ ଭଳିଆ ଲାଗେ। ଆମର ପୁରା ଧ୍ୟାନ ଖାଲି ଫଳ ଉପରେ ରହେ, କାମଟା କେତେ ଭଲରେ ହେଲା ସେଥିପ୍ରତି ନୁହେଁ। ସତ୍ୟ କଥା। ତେଣୁ ଭଗବାନ କହୁଛନ୍ତି, ତୁମେ କର୍ତ୍ତବ୍ୟବୋଧରୁ କାମ କର, ନିଜ ଧର୍ମ ଭାବି କର, ଫଳର ଲୋଭରୁ ନୁହେଁ। ହଁ, ଫଳ ତ ମିଳିବ ନିଶ୍ଚୟ, ଯେମିତି ମିଳିବାର ଥିବ, ଈଶ୍ୱରଙ୍କର ବ୍ୟବସ୍ଥାରେ। ତେଣୁ କାମ କର, କିନ୍ତୁ ସେ ଫଳ ପାଇଁ ଏତେ ବ୍ୟସ୍ତ ହୁଅନି। ବାସ୍ତବରେ
ଏଇଟା ମାନେ ସାଇକୋଲୋଜିକାଲି ବି ବହୁତ ଗଭୀର କଥା। ହଁ ନିଶ୍ଚୟ। ଫଳର ଚିନ୍ତାରୁ ମୁକ୍ତ ହୋଇ କାମ କରିବା। କିନ୍ତୁ ଆଉ ଗୋଟେ ଅଂଶ ରହିଲା ଶେଷରେ, ମା ତେ ସଙ୍ଗୋସ୍ତ କର୍ମଣି। ଆଜ୍ଞା। କର୍ମ ନ କରିବା ମାନେ ଅକର୍ମରେ ଆସକ୍ତି ସଙ୍ଗ ନ ହୋ, ଏଟା କାହିଁକି କୁହାଗଲା? ଏହାର କ'ଣ ଦରକାର ଥିଲା? ଏଟା ବି ବହୁତ ଜରୁରୀ, ନହେଲେ ଗୋଟେ ବଡ଼ ଭୁଲ ବୁଝାମଣା ହେଇଯାଇଥାନ୍ତା। କେମିତି? ଦେଖନ୍ତୁ, ଯେତେବେଳେ କୁହାଗଲା ଯେ ଫଳରେ ଅଧିକାର ନାହିଁ ବା ଫଳର ଆଶା ରଖନ୍ତୁନି, ହଁ, କିଛି ଲୋକ ଗୋଟେ ଭାବିପାରନ୍ତି, ଆରେ ଯଦି ଫଳଟା ମୋ ହାତରେ ନାହିଁ ତାହେଲେ ଏତେ କଷ୍ଟ କରି ଲାଭ କ'ଣ? ଛାଡ଼, କାମ କରିବିନି। ଓହୋ, ଆଚ୍ଛା, ମାନେ କାମରୁ ପଳେଇବା। ହଁ, ସେଟା ହେଉଛି ଆଳସ୍ୟ, ନିଷ୍କ୍ରିୟତା, କର୍ମରୁ ପଳାୟନ। ବୁଝିଲି। ତେଣୁ ଫଳରେ ଆସକ୍ତି ଛାଡ଼ିବାର ମାନେ ନୁହେଁ ଯେ କାମ ହିଁ ଛାଡ଼ିଦେବା। ବିଲକୁଲ ନୁହେଁ। ବରଂ କାମ କରିବା, କିନ୍ତୁ ଠିକ୍ ମନୋଭାବ ନେଇକି। ଏକଦମ। ଭଗବାନ ଏଠି ସତର୍କ କରୁଛନ୍ତି ଯେ କାମ ନ କରିବାଟା ବି ଗୋଟେ ପ୍ରକାର ଆସକ୍ତି ହେଇପାରେ। ଆଚ୍ଛା। ସେଇଟା ବି ଗୋଟେ ବନ୍ଧନ। ଜୀବନର ମାନେ ହିଁ ହେଲା ସକ୍ରିୟ ରହିବା, ନିଜ କର୍ତ୍ତବ୍ୟ କରିବା। ତେଣୁ ଫଳର ଆଶା ଛାଡ଼, କିନ୍ତୁ କାମ କରିବାରେ ଆଳସ୍ୟ କରନି। କାମ କର, ଆଉ ସେଇଟା ପୁରା ନିଷ୍ଠାର ସହ କର। ତାହେଲେ ଏଇ ଯୋଉ 4ଟା ନିର୍ଦ୍ଦେଶ, ଏସବୁ ମିଶିକି ଗୋଟେ ପୁରା ଦର୍ଶନ ତିଆରି କରୁଛନ୍ତି। ହଁ, କର୍ମରେ ଅଧିକାର, ଫଳରେ ନୁହେଁ। ଫଳକୁ କାମର ଏକମାତ୍ର କାରଣ ନ କରିବା, ଆଉ କାମ ନ କରିବା ପ୍ରତି ବି ଆସକ୍ତ ନ ହେବା। ଏଇଟା ହିଁ କ'ଣ ସେ ନିଷ୍କାମ କର୍ମଯୋଗ? ଆଜ୍ଞା, ଏହା ହିଁ ନିଷ୍କାମ କର୍ମଯୋଗର ମୂଳ କଥା। ନିଷ୍କାମ ମାନେ କୌଣସି କାମନା ବା ଆସକ୍ତି ନ ରଖି କର୍ମ କରିବା। ଆଉ ଏଇଟା ଖାଲି ଗୋଟେ ଫିଲସଫି ନୁହେଁ, ଜାଣିଛନ୍ତି, ଏଇଟା ଗୋଟେ ଜୀବନ ବଞ୍ଚିବାର ଶୈଳୀ। ଆଚ୍ଛା। ଏହା ଆମକୁ ଶିଖାଏ କେମିତି ଆମେ ଦୁନିଆରେ ରହିବା, ଆମର ସବୁ କାମ, ସବୁ କର୍ତ୍ତବ୍ୟ କରିବା, କିନ୍ତୁ ତଥାପି ସୁଖ ଦୁଃଖ, ଲାଭ କ୍ଷତି, ଜୟ ପରାଜୟ, ଏ ଯୋଉ ଦ୍ୱନ୍ଦ୍ୱ ସବୁ ଅଛି, ସେଥିରୁ ଉପରକୁ ଉଠିପାରିବା। ହଁ, ସେଇ ଦ୍ୱନ୍ଦ୍ୱରେ ଫସିବୁନି। ହଁ, ଆମେ କାମ କରିବା, କିନ୍ତୁ ଫଳ ଯାହା ବି ହଉ ସେଇଟା ଆମ ମନର ଶାନ୍ତିକୁ ନଷ୍ଟ କରିପାରିବନି। ଏମିତି ହେଲେ କ'ଣ ହୁଏ? କର୍ମଟା ଆଉ ବାନ୍ଧେନି, ବରଂ ସେଇଟା ମୁକ୍ତିର ରାସ୍ତା ହେଇଯାଏ। ଏଇଟା ଶୁଣିବାକୁ ବହୁତ ଭଲ ଲାଗୁଛି ସତରେ, କିନ୍ତୁ ବାସ୍ତବ ଜୀବନରେ ମାନେ ଆମର ଯୋଉ ପ୍ରତିଦିନର ସଂଘର୍ଷ ଚାଲିଛି, ସେ ଭିତରେ ଏହାକୁ କେମିତି ଲାଗୁ କରିହେବ? ଜଣେ ସାଧାରଣ ଲୋକ ପାଇଁ ଏହାର ପ୍ରାକ୍ଟିକାଲ ଦିଗଟା କ'ଣ? ଆରେ, ଏହାର ପ୍ରାକ୍ଟିକାଲ ଦିଗ ତ ବହୁତ ବେଶୀ, ସବୁଠି ଅଛି। ଯେମିତି? କିଛି ଉଦାହରଣ ନେବା। ଭାବନ୍ତୁ, ଜଣେ ଛାତ୍ର ପରୀକ୍ଷା ପାଇଁ ପଢ଼ୁଛି। ତା କାମ କ'ଣ? ମନ ଦେଇ ପଢ଼ିବା, ଟାଇମ୍ ଠିକ୍ରେ ବ୍ୟବହାର କରିବା, ନିଜର ବେଷ୍ଟ ଦେବା, ଏତିକି ତା ହାତରେ। ଠିକ୍। କିନ୍ତୁ ପରୀକ୍ଷାରେ କେତେ ମାର୍କ ଆସିବ, ସେଟା ଖାଲି ତା ପରିଶ୍ରମ ଉପରେ ନିର୍ଭର କରୁନି। ଆଚ୍ଛା। ପ୍ରଶ୍ନ କେତେ କଷ୍ଟ ଆସିଲା, ଖାତା ଦେଖାଳି କେମିତି ଦେଖିଲେ, ସେଦିନ ପରୀକ୍ଷା ହଲରେ ତାର ମୁଡ୍ କେମିତି ଥିଲା, ଦେହ ଭଲ ଥିଲା କି ନାହିଁ, ଏମିତି କେତେ କଥା। ଓହୋ, ହଁ ତ ଦିଟା କ'ଣ ଅଛି? ତୁମେ ତୁମ କାମଟା ମାନେ ପଢ଼ିବା ଉପରେ ଫୋକସ୍ କର, ଫଳ କ'ଣ ହେବ ଭାବି ଏତେ ବ୍ୟସ୍ତ ହୁଅନି। ହଁ, ବୁଝିଲି। ଆଉ କାମ କରିବା ଜାଗାରେ, ମାନେ ଅଫିସରେ ବା ବ୍ୟବସାୟରେ? ସେଠି ବି ସେଇ ଏକା କଥା। ଜଣେ ବ୍ୟବସାୟୀ ଅଛି, ସେ ପ୍ଲାନ୍ କରିବ, ପଇସା ଲଗେଇବ, ପରିଶ୍ରମ କରିବ, ସଚ୍ଚୋଟ ରହିବ, ଏସବୁ ତା କର୍ମ। ଠିକ୍। କିନ୍ତୁ ବିଜନେସ୍ ଚାଲିବ କି ନାହିଁ, ଲାଭ ହେବ ନା ଲସ୍, ସେଇଟା ତ ମାର୍କେଟ କେମିତି ଅଛି, ଅର୍ଥନୀତି କେମିତି ବଦଳୁଛି, କମ୍ପିଟିସନ୍ କେତେ, ସରକାରୀ ନିୟମ କ'ଣ, ଏମିତି ଅନେକ ଜିନିଷ ଉପରେ ନିର୍ଭର କରେ। ହଁ, ସେସବୁ ବାହାରେ ଜିନିଷ। ହଁ, ତେଣୁ ସେ ନିଜ କାମରେ ବେଷ୍ଟ ଦିଅ, କିନ୍ତୁ ରେଜଲ୍ଟ ଯାହା ବି ଆସୁ ତାକୁ ସମାନ ଭାବରେ ଗ୍ରହଣ କରିବାକୁ ରେଡି ରହୁ। ଏମିତି କଲେ ଫେଲ୍ ହେବାର ଡରଟା କମିଯିବ ବୋଧେ। ଏକଦମ। ଆଉ ଲୋକ ଅଧିକ ସାହସ କରି ନୂଆ କାମ କରିପାରିବେ। ଏପରିକି ଆମର ଯୋଉ ବ୍ୟକ୍ତିଗତ ସମ୍ପର୍କ ଅଛି, ସେଠି ବି ତ ଏଇଟା ଲାଗୁ ହେବ। ଆମେ ଆଉ କାହା ସହ ଭଲରେ ମିଶିପାରୁ, ସାହାଯ୍ୟ କରିପାରୁ। ଆଜ୍ଞା। କିନ୍ତୁ ସେ ଆମକୁ ପସନ୍ଦ କରିବ କି ନାହିଁ, ଆମ ଭଲ ପାଇବାର ମୂଲ୍ୟ ଦେବ କି ନାହିଁ, ସେଇଟା ତ ଆମ ହାତରେ ନାହିଁ। ନିଶ୍ଚିତ ଭାବରେ ସେଇଟା ତାଙ୍କ ଉପରେ। ତେଣୁ ସମ୍ପର୍କ ହେଉ, କାମ ଜାଗା ହେଉ, ପରିବାର ହେଉ, ସମାଜ ସେବା ହେଉ, ସବୁଠି ଏଇ ନିୟମ କାମ କରେ। ମୂଳ କଥା ହେଲା ନିଜ କର୍ତ୍ତବ୍ୟ କ'ଣ ସେଇଟା ଚିହ୍ନ, ତାକୁ ପୁରା ନିଷ୍ଠାରେ ସମର୍ପଣ ଭାବରେ କର, ଆଉ ଫଳଟାକୁ ଈଶ୍ୱରଙ୍କ ଉପରେ ଛାଡ଼ିଦିଅ, ବା କୁହନ୍ତୁ ପ୍ରକୃତିର ନିୟମ ଉପରେ। ଏଇଟା ହିଁ ଜୀବନରେ ଶାନ୍ତି ଆଉ ବ୍ୟାଲେନ୍ସ ଆଣିବାର ଚାବି। ତେବେ ଏ ପୁରା ଆଲୋଚନାର ସାରାଂଶ ଯଦି ଗୋଟେ 2ଟି ବାକ୍ୟରେ କହିବା, ତେବେ କ'ଣ ହବ? ମେନ୍ ଶିକ୍ଷାଟା କ'ଣ? ମେନ୍ ଶିକ୍ଷା ହେଲା ତୁମର ଅସଲ କଣ୍ଟ୍ରୋଲ ଖାଲି ତୁମ ନିଜ କାମ ଉପରେ, ତୁମ ଚେଷ୍ଟା ଉପରେ ଅଛି। ତେଣୁ ସେଇଠି ହିଁ ନିଜର ସବୁ ଶକ୍ତି, ସବୁ ଧ୍ୟାନ ଲଗାଅ। ଫଳ କ'ଣ ହବ ସେଟା ବହୁତ ଜିନିଷ ଉପରେ ନିର୍ଭର କରେ।
ହଁ ତେଣୁ ତାକୁ ନେଇ ଏତେ ଆସକ୍ତ ହୁଅନି କି ଏତେ ଚିନ୍ତା ବି କରନି। ନା ଫଳ ଲୋଭରେ କାମ କର। ହଁ, ନା ଫଳ ଲୋଭରେ କାମ କର, ନା ଫଳ ମିଳିବନି ଭାବି କାମ ଛାଡ଼ା। ବା ନିଜ କର୍ତ୍ତବ୍ୟ ରାସ୍ତାରେ ସ୍ଥିର ହୋଇ ଆଗକୁ ଚାଲ। ଏଇଟା ହିଁ ଗୀତାର ଅମର ସନ୍ଦେଶ। ବାସ୍ତବରେ ଏଇଟା ବହୁତ ଏମ୍ପାୱରିଂ ଲାଗୁଛି, ମୁକ୍ତି ଦେଲା ଭଳିଆ ବିଚାର। ହଁ, ଭଗବତ୍ ଗୀତାର ଖାଲି ଏଇ ଗୋଟିଏ ଶ୍ଲୋକ ହିଁ ଜୀବନକୁ ଗୋଟେ ନୂଆ ଆଖିରେ ଦେଖିବାକୁ ବାଟ ଦେଖାଉଛି। ଆଶା କରୁଛି ଆଜିର ଏ ଯୋଉ ଆଲୋଚନା ହେଲା ଏଟା ଶ୍ରୋତାମାନଙ୍କ ପାଇଁ ଉପଯୋଗୀ ହୋଇଥିବ, କିଛି ପ୍ରେରଣା ଦେଇଥିବ। ନିଶ୍ଚିତ ଭାବରେ ଗୀତାର ଜ୍ଞାନ ତ ସବୁବେଳେ ପାଇଁ କାଳଜୟୀ। ଯଦି ଆମେ ଖାଲି ଏଇ ଗୋଟିଏ ଶ୍ଲୋକକୁ ବି ଭଲ ଭାବରେ ବୁଝି ନିଜ ଜୀବନରେ ଆପଣେଇବାକୁ ଚେଷ୍ଟା କରିବା ନା, ହଁ ତାହେଲେ ଆମ କାମ କରିବାର ଷ୍ଟାଇଲ, ଆମର ଆଶା ନିରାଶାକୁ ସମ୍ଭାଳିବାର ଯେଉଁ କ୍ଷମତା ଆଉ ଆମ ମନର ଶାନ୍ତି, ସବୁଥିରେ ଗୋଟେ ବଡ଼ ପରିବର୍ତ୍ତନ ଆସିପାରିବ। ଏଟା ଖାଲି ଆଧ୍ୟାତ୍ମିକ କଥା ନୁହେଁ, ଏଟା ଗୋଟେ ସୁସ୍ଥ ଆଉ ସଫଳ ବ୍ୟାବହାରିକ ଜୀବନର ବି ରାସ୍ତା। ତେବେ ଯଦି ଶ୍ରୋତାମାନଙ୍କୁ ଏ ଆଲୋଚନା ସତରେ ଭଲ ଲାଗିଛି, କିଛି ନୂଆ ଦୃଷ୍ଟିକୋଣ ମିଳିଛି, ତାହେଲେ ଏହାକୁ ନିଶ୍ଚୟ ଲାଇକ୍ କରନ୍ତୁ ଆଉ ଏଇ ଯୋଉ ମହତ୍ତ୍ୱପୂର୍ଣ୍ଣ କଥା ଏହାକୁ ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହ ସେୟାର କରନ୍ତୁ। ହଁ, ଜ୍ଞାନ ବାଣ୍ଟିଲେ ବଢ଼େ। ଏକଦମ। ଆଉ ଏହି ପବିତ୍ର ଜ୍ଞାନକୁ ପ୍ରସାର କରି ଆମେ ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ପାଇପାରିବା। ଆଉ ହଁ, ଏଇ ଶ୍ଲୋକ ବିଷୟରେ ଯଦି ଆପଣଙ୍କର ନିଜର କିଛି ଅନୁଭୂତି ଅଛି, କିଛି ଭାବନା ଅଛି, ତେବେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ଆପଣ ଚାହିଁଲେ ଓମ୍ ନମୋ ଭଗବତେ ବାସୁଦେବାୟ ବା ଜୟ ଜଗନ୍ନାଥ ଲେଖି ନିଜର ଭକ୍ତି, ନିଜର ଶ୍ରଦ୍ଧା ବି ଜଣାଇ ପାରିବେ। ଗୀତାର ଅନ୍ୟ ଶ୍ଲୋକ ଆଉ ଅଧ୍ୟାୟ ଉପରେ ଏମିତି ଆଲୋଚନା ଶୁଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଉ ଶେଷରେ ସମସ୍ତଙ୍କ ପାଇଁ ଗୋଟେ ଛୋଟ ଚିନ୍ତା। ଗୀତା ତ ଆମକୁ କର୍ମ କରିବାକୁ କହୁଛି, କିନ୍ତୁ ଆଜିକାଲିର ଏ ଯୋଉ ଜଟିଳ ଦୁନିଆ, ଏଥିରେ ଆମ ପାଇଁ ପ୍ରକୃତ କର୍ତ୍ତବ୍ୟ କ'ଣ, ସେଟା ବେଳେବେଳେ ଏତେ ସହଜରେ ଜଣାପଡ଼େନି। ସତ କଥା। ତବେ ନିଜର ସଠିକ୍ କର୍ମ ବା ଧର୍ମ କ'ଣ, ସେଟା ଚିହ୍ନିବା ପାଇଁ ଆମେ କାହାଠୁ ମାର୍ଗଦର୍ଶନ ନେବା, କେମିତି ଜାଣିବା, ଏଇଟା ବୋଧେ ଆଉ ଗୋଟେ ଗଭୀର ଆଲୋଚନାର ବିଷୟ। ଆଜି ପାଇଁ ଏତିକି। ଏହି ଆଧ୍ୟାତ୍ମିକ ଯାତ୍ରାରେ ଆମ ସହ ସାମିଲ ହୋଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।